10टा ପରେ ଆମର 112 ମାଧ୍ୟମରେ ଖରିଆର ଫାୟାର ଷ୍ଟେସନ କି ଗୋଟେ କଲ୍ ଟେ ଆସିଲା ଯେ ଖରିଆର ଓମେନ୍ସ କଲେଜ ପଛପଟେ ଥିବା ହୀରାନଗର ପୋଖରୀରେ ଗୋଟେ ଗାଈ ମାନେ କାଦୁଅ ଭିତରେ ଫସି ରହିଛି। ତ ଆମେ ସାଙ୍ଗେ ସାଙ୍ଗେ ଖବର ପାଇଲା ମାତ୍ରେ ସାଙ୍ଗେ ସାଙ୍ଗେ ଜାଗାକୁ ଆସିଲୁ। ସ୍ପଟରେ ଦେଖିଲୁ ଗାଈଟା ପ୍ରକୃତିରେ ବହୁତ ମାନେ କାଦୁଅ ଭିତରେ ପୁରା ଭାସିକିନା ରହିଯାଇଥିଲା। ଆଉ 3-4 ଦିନ ଯେହେତୁ ସେ ପାଣି ଭିତରେ ରହିଯାଇଥିଲା, ସେ କାଦୁଅ ଭିତରେ ସେ ଖାଇବା ପିଇବାକୁ ନ ପାଇକିରି ପୁରା ଦୁର୍ବଳିଆ ହେଇଯାଇଥିଲା। ତ ଆମେ ପ୍ରଥମେ ତାକୁ ତାର ଦେହକୁ ପାଣି ଫାଣି ଢାଲିକିନା ସଫା କଲୁ। ତାପରେ ତାର ଦେହରେ ରସି ବାନ୍ଧିକିନା ଉପରକୁ ମାନେ ବହୁତ 10 ରୁ 12 ଫୁଟ ତଳେ ଥିଲା ଗାଈଟା ପୋଖରୀ ଭିତରେ। ତ ତାକୁ ଆମେ ଉପରକୁ ଉଦ୍ଧାର କରିକି ଆଣିଲୁ। ଆମେ ଉପରକୁ ଆଣିଲା ପରେ ଆମର ପ୍ରାଣୀ ଚିକିତ୍ସକ ଅଫିସରୁ ଭାଇମାନେ ଆସିଛନ୍ତି, ତାଙ୍କର ଟ୍ରିଟମେଣ୍ଟ ଷ୍ଟାର୍ଟ କରିଦେଲେ। ଆମେ ବି ତାଙ୍କୁ କିଛି ସହଯୋଗ କଲୁ। ଏବେ ଗାଈଟା ତାର ଚିକିତ୍ସା ଚାଲିଛି। ଆଶା ରଖୁଛେ ବହୁତ ଜଲ୍ଦି ସେ ଗାଈଟା ଭଲ ହେଇଯିବ। ଥିଲା ଆଉ ଖାଲରେ ଆମେ ଖୋଜି ଖୋଜି ପୁରା ପାଗଲ ହେଇଗଲୁ ନା। ଆଉ 5-6 ଦିନ ଭିତରେ ଆମେ ଖାଲ ମନକେ ସବୁ ପାଟି ଦିଆଯାଉ ଆର ଆମର ଏତିକି नुकसान ହେଇଗଲା। ଆଉ ଆମର ଗାଈ ଅସୁବିଧା, ଆମର ବଛड़ा କାନ୍ଦୁଛେ 5-6 ଦିନ ହେଲା ନା। ଆଉ ପୁରା ଆମେ ଖୋଜି ଖୋଜି ହାଲ ପରିଶାନ ହେଇଗଲୁ ନା। ଆମେ ହୀରାମୁଳା ଅବସ୍ଥା ଲାଗି ଆଜ୍ଞା এটা কিছু भी सरकार हमर सुविधा करा जाऊ। आज ହେଲା କାଲି ଆଉ କାଣା ହେବା কে ଦେଖିଛେ ଜାଣିଛ କି नहीं। और रोड भी सुविधा नहीं ना, पानी देखो खाल भी कुड़ी देले छाड़ी देले सब कुछ सुविधा नहीं ना। जानसो हमर एती नुकसान है लाइबे काना हम करमु कह। सेटा हमर आमे 1962 जो हमर जो टोल फ्री नंबर अछि हमको कॉल आइसतिला, मेसेज आइसतिला आ जे एमता गोटे गाइटे माने देह खराब अछि पडिछि बोली करे। तो आमे टीम जाइथिलु आ सेठी वर्तमान से गाइटा कादुआ भितर पडिथिला। फायर वाला ताको सेटु भी बाहर करथिले। तापर ताको आबे बाकी सालाइन आ जहा सप्लीमेंट देबार अछि ताको ट्रीटमेंट चलीछि। आउ तार घा गुड़ा भी हेतिला भी, तो सेतिबा भी ट्रीटमेंट चलीछि। आउ आशा करूछु खूब शीघ्र सेटा भलो कंडीशन को आसबो सेटा।